चल चल मुझे चल जी जय जगन्नाथ गाइस अड़े अक्षर आम बुले जाऊँ समस्ते सांग मैंने ये लोकेशनटा हूँ नराज कटक तुम जो मन हम ये आसी बुली जापारे रास्ता टे देखी दिंतु से चल जा घर अच्छी भाई चलत आगे चलत देखिकी जीव कहीं इे बण अच्छी साप भी थाई पारे देखु इे आम गाला भी थाई पारे बाट टे देखी दिखाँ देखो बड़ कि कादुओ माटी रास्ता ना पूरा कादुओ कादुओ देखी 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 कि कादुओ देखी कि आसीबे काई ना बहुत कादुओ जगह पड़ जाई छी गोड़ टिके ना खसियो मुहर नक्शा बदली जाई पारे माने मुहटा पूरा कादुओ कादुओ होई पारे देखी कि आसीबे अरे गुडू भाई आसो आगु आसो जाओ जाओ सर आख पाखे बहुत जंगल अछंती कि कादुओ एमती रास्तार कादुओ हेले किए आसो देखो आमर एपटे गाला आम कंपनी देखो ये कि पहाड़ जंगल देखो अरे आकाश लोकेशन टा ये कौ पटे सीधा आखपाखे कोली भी थाए छोट छुआ आसिक तोड़ी खाती छोट छोट पिला माने एठी आसी तोड़ती माने होची गोटे कंटेई कोली छोट छोट प्रकार थाए एठी को कोली मिले गुडू कंटेई कोली कि हां हां एपटे देखंतु कि सुंदर देखा होची पानी सबुआडे अंधार इयाडे जंगल इयाडे मयूर ए कौन कौन पशु जंतु सहित बाहर तथापि साप खाली जंगल बिलुआ आ गोधी नेउल एमती केते प्रकार जंतु थांती मयूर भी देखे केवे केवे देखा दियंती देखंतु कि जंगल घंचा जंगल टाइप रो हमर एई हमर अड़े अक्षर मंदिर आम आज बुलवा जाऊँ हेले आमे तो मॉर्निंग रे जाई परनो मॉर्निंग रे जेहेतु एते व्यस्त रोची मॉर्निंग रे आमे जाउनो आमे आज इवनिंग रे जाउछु हो देखंतु आगो को आ भलो लागिले वीडियो को सब्सक्राइब कर देबे लाइक कर देबे अरे कोडी कंटेई कोली अच्छा कोडी मिलबो आकाश ई आगे रे मिल पारे देखंतु केते लोक माने जे आसंते बुलिया पे एडी गाड़ी भी थुआई छी ते ऊपर होची हम मंदिरटा ना जूम आउट कले देखा जीवो बोधे आगु गले देखा जीवो मु तो आस्तिले मु एबे आसीनी मु प्राय छोट बळे थिली जेतले आस्तिली बेसी एठी साप माने इरा टाइम रे आसीबे माने आपन विपद जीवन प्रति विपद अछि रास्ता देखि दो हां रास्ता तो भयंकर की कादो रोड माटी रास्ता गो बर्षा हो गला पूरा कादुआ हो जाए लोक मैंने इे काठ फाट आने जावास कर काठ फाट आणुन देखो
ନାଇଁ ତ ଆରେ ଗୁଡୁ ଏଇପଟେ ବନ୍ଥଟା କୋଉ ପଟେ ବାଟ ବେ? ହଁ ହଁ ଜାଣିଛୁ ବନ୍ଥଟା କୋଉଟା ଜାଣିଛୁ? ସତରେ କହୁନୁ? ଏପଟେ କୁଆଡେ? ଆମର ଏଠି ଫିଷ୍ଟ ହୁଏ ମାନେ ବେଶୀ। ହଁ ଯେ ଏଇ ବନ୍ଥଟା କୋଉ ପଟେ ମୁଁ ସେଇ ପଚାରୁଛି। ଜାଣିନ କି? ସେଇ ବୋଇତ ଜାଗାଟା କୋଉଠି? ଦେଖିଛୁ ତମେ? ଚାଲ ଲୋକେସନ ଦେଖାଅ ମତେ। ଏମିତି କାଦୁଅ ରୋଡ ହେଲେ କିଏ ଯିବା ଆସିବା କରିବ? କଣ କରିବା ବର୍ଷା ପାଗ ଆଉ। ଯେହେତୁ ବାଲ୍ଟି ଆମର ନାହିଁ ଆମେ ଗୋଡ଼ ଧୋଇ ପାରୁନୁ, ସେମିତି ଆମକୁ ଯିବାକୁ ପଡୁଛି। ଦେଖନ୍ତୁ ବଢିଆ ଲୋକେସନ ହେଲା ଆମର ଇଏ। ଆକାଶ କଣ୍ଟେଇ କୋଳି ଗଛ କୋଉଠି? ଆପଣ ଦେଖିଲେନି କି ପଛ ଘରେ? ଓହୋ ସେ ସାଇଡ କି? କାଦୁଅ ପଟେ ଆସୁଥିଲେ ନା ସେପଟେ ବି ଥାଏ କିନ୍ତୁ ଏଟା ଗରମ ଦିନ ବୋଲି ବେଶୀ ହେଇନି। ଶୀତ ଦିନେ ହେଲେ ଦେଖିପାରିବେ। ଓହୋ ଉପର ପଟେ ଆସ ଫାଷ୍ଟ ମନ୍ଦିର ଦର୍ଶନ କରିବାକୁ ଯିବା, ତାପରେ ଅଢେଇ ଅକ୍ଷର ଦେଖିବାକୁ ଯିବା। ହଉ ଚାଲ ଆସନ୍ତୁ। ଆଗ ଆମେ ସେ ଜାଗାଟା ବୁଲିବା ତାପରେ ଆସିକି ଦେଖିବା ଏଠି କଣ ଅଛି, କାରଣ ଜଙ୍ଗଲ ହେଇଯାଇଛି ନା ଜାଣି ହଉନି କୋଉଠି ଅଛି। ତାଙ୍କୁ ପଚାରିଲେ ସେ କହିବେ କୋଉ ବାଟଟା କୋଉ ପଟେ। ଏବେ ସବୁ ଚେଞ୍ଜ ହେଇଯାଇଛି ନା? ଗୋଟେ ଗେଟ୍ ଥିଲା। ଏଇ ଦେଖନ୍ତୁ ଏଇପଟେ ଯୋଉ ବାଟଟା ମୁଁ କହିଲି ଏଇଟା ସେଇପଟେ। ପାହାଡ଼ ଉପରେ ବି ଆର୍ମି କ୍ୟାମ୍ପ ବସେ, ଏଠି ଯୋଉ ଫାୟାର ସୁଟିଂ ହୁଏନି ମାନେ ବନ୍ଧୁକରେ ଯୋଉ ମାଳନ୍ତି ସେଟା ସେଇ ଉପରେ ହୁଏ। ଟ୍ରେନିଂ ଯୋଉ ନିଅନ୍ତି ସେଇ ଉପରେ ଟ୍ରେନିଂ ନିଅନ୍ତି। ଏଠି ଗୋଟେ ଗେଟ୍ ଥିଲା ଗୁଡୁ, ଏବେ ଏଠି ସତରେ ଗୋଟେ ଗେଟ୍ ଥିଲା ବା? ଭାଙ୍ଗିଲା କେମିତି? ଗୁରୁ ବାବାଙ୍କର ମୁଣ୍ଡିଆ ମାର ମୁଣ୍ଡିଆ ମାର। ଚପଲ କୋଉଠି ଥୋଇବା? ମଙ୍ଗଳା ମାଙ୍କ ମନ୍ଦିର। ଚାବି ପଡିଛି। ସକାଳେ ଆଇଲେ ଏଟା ଦର୍ଶନ କରିପାରିବେ ଖାଲି ମଙ୍ଗଳବାର ଦିନ। ମଙ୍ଗଳବାର ଦିନ ଓହୋ। କଣ ପାଇଁ ଆଉ ସବୁବାରେ କଣ ପାଇଁ କରିହବ ନାହିଁ? ମଙ୍ଗଳା ମାଙ୍କ ପାଇଁ ତ ସେଇଥିପାଇଁ ମଙ୍ଗଳବାର ହିଁ ଖାଲି ଖୋଲା ହୁଏ। ଏଟା କାହିଁକି ନା ଏଟା ଶୁଭ ଦିନ ଥାଏ, ମଙ୍ଗଳର ଦିନ ଥାଏ। ଗୋଟେ ଆସ କେତେ ଦିନ ପରେ ଆଜି ଆମ ଅକ୍ଷର ମନ୍ଦିର ହେଇଛୁ। ସିଆଡେ ଯଜ୍ଞ ହୁଏ ଦେଖିଛ? କେହି ନାହାନ୍ତି କି? ଆସନ୍ତୁ ଆଗକୁ ଯିବା। ପହଞ୍ଚି ଯାଇଛୁ ଆସିକି। ଆମେ ପହଞ୍ଚି ଯାଇଛୁ ଅଢେଇ ଅକ୍ଷର ମନ୍ଦିରରେ। ସେଇ ତଳେ ଯିବା ଯଦି ଅଢେଇ ଅକ୍ଷର ଦେଖିବାକୁ ମିଳିବ। ମାନେ ସେ ଯୋଉ ଲେଖା ହେଇଥିବ ଅଢେଇ ଅକ୍ଷର। ସେଇ ତ ପାଣି ହେଇଛି ସେପଟେ। ଗୋଟେ ପାଣି ହେଇନଥିଲା, ଏଇ ବର୍ଷା ଯୋଗୁ ପାଇଁ ପାଣି ହେଇଛି। ଏଟା କାହିଁକି ନା ଗାତ ହେଇଥିଲା ନା, ଏଠି ମଠକୁ ବେଶୀ ପାଣି ସପ୍ଲାଏ ପାଏନି, ସେଇଥିପାଇଁ ଇଏଟା ପୋଖରୀଟା। ଦେଖନ୍ତୁ मेरा प्यारा पफी। এইଠି ଆମର ଯଜ୍ଞ ହୁଏ। ଏଇଠି ଆମର ଲୋକେସନ ହେଲା ଯଜ୍ଞ ଏଇଠି ହୁଏ।
ଦେଖନ୍ତୁ କେମିତିଆ ଲୋକେସନଟା ପୁରା ନେଚର ମାନଙ୍କ ମଧ୍ୟରେ ଏଠି ଯଜ୍ଞଟା ହୁଏ। ଦିଟା ନନା ଏପଟେ ଦିଟା ନନା ସେପଟେ ବି ବସନ୍ତି। ଜଙ୍ଗଲ ଯେମିତିଆ ଲାଗୁଛି ଜଙ୍ଗଲ ମଝିରେ ଅଛି। ଏପଟେ ଦେଖନ୍ତୁ ରୋଷେଇ ବି ହୁଏ ଖାଲି ମାନେ ଯୋଉଦିନ ନନାଙ୍କର ଜନ୍ମଦିନ ଥିବ ନହେଲେ ଯଜ୍ଞ ଯୋଉଦିନ ହଉଥିବ ଏଇଠି ରୋଷେଇ ହୁଏ। ସମସ୍ତେ ଭକ୍ତ ମାନେ ଆସିକି ଏଠି ଖାଇବା ଖାଆନ୍ତି। ଆଉ ସିଆଡେ ବି ଯାଆନ୍ତି ଟିକେ ବୁଲିବା ପାଇଁ। ସିଆଡେ କଣ ଅଛି? ସିଆଡେ ଲୋକେସନ କିଛି ନାହିଁ, ଖାଲି ବନ ଜଙ୍ଗଲ ଅଛି। ବାଟ ଅଛି କିଛି ଯିବା ପାଇଁ? ବାଟ ତ ନା ନାହିଁ। ହେଲେ ଯୋଉଠି 2.5 ଏକର ଲେଖା ହେଇଥିବ ସେଟା କୋଉଠି ଲେଖା ହେଇଛି ଯେ ଯୋଉ ଜାନି ହେଟା କୋଉ ବଣ ଜଙ୍ଗଲ ହେଇଯାଇଛି ନା, ଜାଣି ହଉନି ସେଟା କୋଉ ଲେଖା ହେଇଛି। ବାବାଙ୍କୁ ପଚାରିଲେ ସେ କହିବେ, ଆମେ ସେଠିକି ଯିବା। ହେଲେ ପଚାର, ହେଲେ ଯାହା ହବ ଆଜି ଦେଖାଯିବ। କଷ୍ଟ କରିକି ଆଇଛେ ଯିବା ନା। ହ୍ୟାଲୋ ଗାଇସ୍, ଯଦି ବ୍ଲଗଟା ଭଲ ଲାଗିଥିବ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ ଜରୁର କରିବେ। ରହୁଛି ଜୟ ଜଗନ୍ନାଥ।